ଭାଇ ତାହେଲେ ତ ସବୁ ନୋଟିସ୍ କରୁଛ। ପ୍ରେମ ଟିକେ ଆଉ ନାଇଁ ଆମର ଓରିଜିନାଲ ପ୍ରେମ ସିଏ କହିବେ ନା ଭାଇ ମୁଁ ପ୍ରେମରେ ଦେଖଉଛି ସିଏ ଓରିଜିନାଲ କି ଡୁପ୍ଲିକେଟ ସିଏ କହିବେ। ମତେ ଗୋଟେ କଥା କହିଲେ ମ୍ୟାଡାମ ଶାଢୀ ପିନ୍ଧିଲେ ସୁନ୍ଦର ଲାଗନ୍ତି ନା ଡ୍ରେସ ପିନ୍ଧିଲେ ସୁନ୍ଦର? ଭାଇ ଭଲ ପାଇକି ବାହା ହେଇଛି ଯାହା ପିନ୍ଧିଲେ ବି ସୁନ୍ଦର ଲାଗିବ ଖାଲି ନ ଲାଗୁଥିଲେ ଲାଗିବ। ମାନେ ସତରେ ମାନେ ନାଇଁ ସତରେ ଯାହା ପିନ୍ଧିଲେ ବି ସୁନ୍ଦର ଲାଗିବ। ଆଚ୍ଛା କୁହାଯାଏ ଯେ ସ୍ତ୍ରୀ ଗୋଟେ କାମ କରୁଛି ସ୍ୱାମୀ କିଛି କାମ କରୁଛି ଆମେ ଦେଖିଛୁ ଆପଣ ଦି ଜଣକୁ ସପୋର୍ଟ କରନ୍ତି ପ୍ରତି କଥା। ଦେଖନ୍ତୁ ବାହା ହେଇ ସାରିଲା ପରେ ତ ସପୋର୍ଟ କରିବା ପାଇଁ ପଡିବ ଭାଇ ଯାହା ବି ହେଇଯାଉ। ଲଭ୍ ମ୍ୟାରେଜ ଭାଇ ଏତେ ସୁନ୍ଦର କେମିତି ପାଇଲେ ଭାଇ? ଖୋଜି ଖୋଜି ପାଇଛୁ ଆଉ କେମିତି ପାଇବୁ। ହଁ ଖୋଜୁଥିଲେ ହଁ ମାନେ ଫେସବୁକ୍ ରେ ଖୋଜୁଥିଲେ ନା ନାଇଁ ନାଇଁ ଘର ଆଗରେ ଖୋଜି ଖୋଜି ପାଇଛି। ଘର ଆଗରେ କାଷ୍ଟ ହଁ ସବୁ ଭଗବାନ କେମିତି ଏମିତି ରାଜାକୁ ରାଣୀ ଦେଇଦେଲେ? ଭଗବାନ କହିବେ ନା ମୁଁ ତ କହିପାରିବିନି ନା। ଭାଇ ଭାଉଜଙ୍କର ତିନିଟା ଭଲ ଜିନିଷ ତମେ ଏତେ ଭଲ ଖୋଜିଲା ବେଳକୁ ଏଇନା ଆଉ ମନେ ପକେଇବାକୁ ପଡିବ। ତିନିଟା ଖରାପ ଜିନିଷ ମନେ ପକେଇବାକୁ ପଡିବ ସବୁ ଏବେ ମନେ ପଡିବ ନା ସଡନ। ଭାଇଙ୍କ ତିନିଟା ଭଲ ଜିନିଷ ସବୁ ଭଲ ସବୁ ଖରାପ। ସବୁ ଆଚ୍ଛା ଯେତେବେଳେ ଦେଖିବା ଆମେ ସୋସିଆଲ ମିଡ଼ିଆ ଦେଖୁଛୁ କାରରେ ବୁଲୁଛନ୍ତି ଆପଣ ଘର କାମ କେତେବେଳେ କରୁଛନ୍ତି ଆଉ ଘରେ ଘର କାମ ସାରିକି ବାହାରେ ବି ବୁଲା ହଉଛି ସବୁଆଡୁ ମ୍ୟାନେଜ କରିବାକୁ ତ ପଡିବ। ଘର କାମରେ ଭାଇ ହାତ ବଟେଇଛନ୍ତି ସବୁ ତ ହେଲ୍ପ କରୁଛନ୍ତି। ବାସନ ମାଜୁଛନ୍ତି ନା ମାଜୁନାହାନ୍ତି? ହଁ ସେଇଟା ବି ମତେ ଯଦି ମୋ ହାତ କଣଟେ ହେଇଯାଇଥାଏ ତାହେଲେ ସେ ବି ହେଲ୍ପ କରନ୍ତି। ନର୍ମାଲ ଦିନରେ କରନ୍ତି ସେମିତି ନାହିଁ ତ ତାଙ୍କର ଅଫିସ ଅଛି ନା ତ ଫ୍ରି ହେଲେ ହିଁ କରିବେ। ସୋସିଆଲ ମିଡ଼ିଆରେ ଯାହା ଚର୍ଚ୍ଚା ହଉଛି ଆପଣ ଭଲ ରୋଷେଇ କରନ୍ତି ବାଇଗଣ ଛଣା ଏଗୁଡ଼ା ସବୁ ଭଲ କରନ୍ତି ତମେ ଭଲ ଭଲ ଖାଇବା ଅଧିକ ଦିଅନ୍ତି ଏବଂ ସେ ଆଉ ଗୋଟେ ମାଗି ଖାଇଲେ ପେଟ ଲାଗିଲାଣି ଖାଇକି ଖାଇସାରିଲା ପରେ ମନେ ପଡିଲା ଭିଡିଓ ବନେଇବା ପାଇଁ। ହଁ ବାଇଗଣ ଛଣା ବନଉଥିଲେ ଶାଶୁ ଶ୍ୱଶୁର ପାଇଁ କେବଳ ସ୍ୱାମୀ ପାଇଁ ପୁରା ନା ସମସ୍ତଙ୍କ ପାଇଁ କଷା ଫୁଲ ହେଇଥିଲା। ସମସ୍ତଙ୍କ ପାଇଁ। ଏ ଭାଇ ଏତେ ଛାଡି କଣ ରହୁଛନ୍ତି? ତମେ ତମେ ତ ଏତେ ବାଟରେ ଅଛ। ଟିକେ ଭିତରୁ ଚାଲିଲେ ପୋଷ୍ଟଟା ଅଧା ବୁଝିଲ ତମେ ଆଉ କୁହ ନା। ଛାଡିଦବ ନା ଆମେ ଯାଉଛୁ ହେରି। ଏଇ ଯୋଉ ଭୋକ ଲାଗିଲାଣି ଆମେ ଖାଇବୁନି ନା ଦି ଜଣଙ୍କୁ। ଏତେ ଦିନ ପରେ ପାଇଛନ୍ତି ଛାଡିଦେବେ ତମ ଦି ଜଣଙ୍କୁ ଦେଖିଲା ପରେ ଆଗରୁ କଟି ଦିଆଥିଲା। ହଁ ତମେ ଇଆଡେ କହିବ ଇଆଡେ ଦେଇଛ ସିଆଡେ ଖାଉଛ। ଏ ଦେଖ ବାବୁ ଏକ ଚ୍ୟାନେଲ ଲେଖି କହିବେନି ସିଏ ତ ରାତି ଦିନ ବଜେଇବେ ଆଉ ସରିଗଲା ରାତି ଦିନ। ଆଚ୍ଛା ହଉ ମତେ ଟିକେ କହିଲେ କିଏ କାହା ପାଇଁ ଚକ୍ରାନ୍ତ କରିଛନ୍ତି? ମାନେ ଆମ ଭିତରେ ନା ଫିଲ୍ମ ଭିତରେ? ନାଇଁ ଆପଣଙ୍କ ଭିତରେ କୁହନ୍ତୁ। ଆମ ଭିତରେ ତ ଚକ୍ରାନ୍ତ କେହି କାହା ପାଇଁ କରିନାହାନ୍ତି ଆଜି ପର୍ଯ୍ୟନ୍ତ କରିବେ ବି ନାହିଁ କିନ୍ତୁ ମୁଭିରେ ଚକ୍ରାନ୍ତ ହେଇଛି ଆପଣ ମାନେ ଗଲେ ହିଁ ଦେଖିପାରିବେ ଆଉ ନହେଲେ ଜାଣିପାରିବେନି। ସେମିତି କିଛି ଚକ୍ରାନ୍ତ ଯୋଉଟା କି ମ୍ୟାଡାମ କରିଥିବେ ଆପଣ ଧରିଥିଲେ? ନାଇଁ ସେମିତି ଆଜି ପର୍ଯ୍ୟନ୍ତ କିଛି ହଁ ହେଇନି। ଗୋଟେ କରିଦେଇଛି ମୋମୋ ଖାଇବାକୁ ମନା କରନ୍ତି ମୁଁ ଖାଇଦିଏ ଲୁଚେଇକି। ବହୁତ ଶାନ୍ତଶିଷ୍ଟ ଲାଗନ୍ତି ଆପଣଙ୍କ ହଜବେଣ୍ଡ। ଆଚ୍ଛା ମୋମୋ କେତେ ଟଙ୍କାର ମାନେ ଖାଇବା ପାଇଁ ଏମିତି କହିଲେ ଯେ ମତେ ଯଦି କହିବେ ସେ ହାଣ୍ଡି ଫୁଲ କରିବାକୁ ମୁଁ ଖାଇଦିଏ। ମୁଁ ଖାଇଦିଏ ଚେହେରା ଦେଖୁଥିବେ ମୋମୋ ଖାଇକି। ତଥାପି କେତେ ଟଙ୍କାର ମୋମୋ ଆପଣ ଖାଆନ୍ତି? 100 ଟଙ୍କାର ପାଖାପାଖି ଖାଇଦବ ଆଉ। ଏଇଟା ମୋମୋ ନା ମୋର ବୋଲି କହିକି ଖାଇଦେବେ। ଗୋଟେ ଫେଭରାଇଟ ସେଇଟା। ଆଚ୍ଛା ଭାଇ ଏତେ ସୁନ୍ଦର ଦେଖାଯାଉଛନ୍ତି ଭାଇଙ୍କର ତ ଏମିତି କହିବା କଥା ନୁହଁ। ଏମିତି କହିବା ନା ଆଉ ନଜର ଲାଗିଯିବ। କିଏ ବେଶୀ ସୁନ୍ଦର ମ୍ୟାଡାମ ଆପଣ? ମୁଁ ବହୁତ ସୁନ୍ଦର। ସେ ସୁନ୍ଦର ତାପରେ ମୁଁ ଟିକେ ହାଲକା ଆଉ। ସୁନ୍ଦର ବୋଲି ଭଲ ପାଇଲେ ନା ବୁଦ୍ଧି ଭଲ ବୋଲି? ଦିଟା ଭଲ ବୋଲି ଭଲ ପାଇଲି। ଶାଶୁଙ୍କର ସେବା ହଁ ସେଇଟା ଆଗ। ସୁନ୍ଦରୀ ମାନଙ୍କର ବେଶୀ ନାଇଁ ନାଇଁ ସେମିତି ନାଇଁ ସୁନ୍ଦରୀ ମାନଙ୍କର ଛଇ ଥାଏ କିନ୍ତୁ ବାହା ହେଇ ସାରିଲା ପରେ ଫ୍ୟାମିଲି ତାପରେ ଆଉ ଗୋଟେ କଥା ଚର୍ଚ୍ଚା ହଉଛି ଏତେ ଗୋରୀ ସତ କଥା ନା ମିଛ କଥା ଆପଣ ସେଇଟା ଶୁଣନ୍ତୁ ଗୋରୀ ଷ୍ଟୋରି କଥା ସେଇଟା ତ ସମସ୍ତଙ୍କ ମାନେ ସମସ୍ତେ ଅଲଗା ଅଲଗା କାହାର କଣ ଷ୍ଟୋରି ସେଇଟା ଯିଏ କରିଥିବ ସେ ଜାଣିଥିବ। ଆପଣଙ୍କ ଷ୍ଟୋରି ମୁଁ ଜାଣିନି କି ମୋ ଷ୍ଟୋରି ଆପଣ ଜାଣିନାହାନ୍ତି ତ ସେଇଟା ସମସ୍ତଙ୍କ ଷ୍ଟୋରି ଯିଏ ଲୁଚେଇକି ରଖିପାରିଲା ସେ ରଖିଲା। ଆଚ୍ଛା ଭାଇ ମୁଁ ଏଠି ଗୋଟେ କଥା ଦେଖୁଛି ଭାଉଜ ଏତେ ମାନେ ପତଳା ସୁନା ପିନ୍ଧିଛନ୍ତି ଆପଣ ତାଙ୍କଠୁ ଏତେ ମୋଟା ନାଇଁ ଭାଉଜଙ୍କର ମୋଟା ସୁନା ଅଛି ଯେ କିନ୍ତୁ ସେଟା ଦେଖେଇ ହବନି ମାନେ ଆଣିନୁ ପିନ୍ଧିକି ଆସିନୁ। ପିନ୍ଧିକି ଆସିନୁ ହଁ ସବୁବେଳେ କାରଣ ସବୁବେଳେ ପକେଇ ଯିବା ଠିକ ନୁହଁ। ଭାଇ କହିହବନି ଏଠୁ ବାହାରୁ କି ତମେ ବି ନେଇପାର ତା ବି ଗ୍ୟାରେଣ୍ଟି ମୋ ପାଇଁ ସିଏ ମୋ ପାଇଁ ସି ଲକି ଆକ୍ଚୁଆଲି ହଁ 100% ଅଛି ନଥିଲେ ହଁ 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 ସବୁବେଳେ ଥାଏ ଆମର। ବହୁତ 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 ଇମ୍ପ୍ରୁଭ ହେଇଛି। କହୁନାହାନ୍ତି ଲଭ୍ ବେଳେ କେମିତି ଆପଣ ଜବ୍ କରୁଥିଲେ ନା କଣ? ନାଇଁ ନାଇଁ ସେତେବେଳେ ସେ କଥା ଅଲରେଡି ବାଜି 1.5 ମାସ ଖଣ୍ଡେ ସରିଗଲା ବଜାଉନି ହେଲା। ହଁ ସେଇଟା ବାହା ହେଇନଥିଲି 2018 ଆଉ 2026 ବହୁତ ତଫାତ ଅଛି।
ଅବଭିୟସଲି ବାହା ହେଇ ସାରିଲା ପରେ ଟିକେ ଅଧିକ ସୁନ୍ଦର ହେଇଯାଇଛି ଆଉ। ମାନେ ନାରୀ ସିନ୍ଦୁର ଲଗେଇଲା ପରେ ଟିକେ ସୁନ୍ଦରତା ଅଧିକ ହେଇଯାଏ। ହଁ ତାହେଲେ ସେମାନେ ବାହା ହେଇନାହାନ୍ତି ଭାବୁଛନ୍ତି ବାହା ହେବେନି ସେମାନଙ୍କୁ କଣ କହିବେ କିନ୍ତୁ ବାହା ହେବା କଥା ନା ବାହା ହେବା କଥା? କାହା କଥାରେ ତ ମୁଁ ପଶିନି, ଜଣ ଜଣଙ୍କୁ भाई ଭଲ ଲାଗେ कथारे ବାହା अच्छी ହବାକୁ। शादी का लौट जो खाया बसता है जो नहीं खाया वो भी बसता है ତାହେଲେ दीटा ଆପଣ ଖାଇଛନ୍ତି ପସ୍ତେଇଛନ୍ତି हाँ ନ जे ଖାଇଛନ୍ତି न खाले भी पस्तेइबो ताडो वाला खाई के पेट फुल करी के पस्तेइबोनी ତାମାନେ ତମେ ପସ୍ତେଇଛ। नहीं सेटा जे खाइछन्ती पस्तेइछन जे न खाइछन्ती पस्तेइछन କଣ ପଚାରୁଛନ୍ତି ପସ୍ତଉଛୁ ନା ପସ୍ତଉଛୁ? ना से कहले जे खाइछन सेही तो बुझि जिवा कथा ବାହା ହେଲେ ପସ୍ତେଇବ ନହେଲେ ବି नहले भी पस्तेइबो ପସ୍ତେଇବାଟା ଥୟ। कंपलसरी एମିତି କଣ ତମ ଘର ଲୋକ ନାଗସାପକୁ ଚଏସ୍ କରିକି ଆଣିବେ ତମେ ତାକୁ ବେକରେ ବାନ୍ଧିବ ତମେ ଏମିତି ନାଗସାପଟାକୁ ଆଣିକି ବାନ୍ଧି ଦଉଛ ତାହେଲେ ପ୍ରପୋଜ କରିଥିଲେ କହିଲେ ଆପଣ? ଭାଉଜ ଆମର କୋଉ ସାପ ନାଗ ସାପ ନା ତମ୍ପ ସାପ ନା ସିଏ ଉପରେ କୋଉ ସାପ? ନାଇଁ ନାଗର ଉପରଟା ଯୋଉଟା ନାଗମାତା ହାଁ ନାଗମାତା ନାଗମାତା କୁହାଯାଏ ଯେ ସୁନ୍ଦର ଲାଷ୍ଟ କୁ ସାପ କହିସାଇଲି, ଆଁ? ଲାଷ୍ଟ କୁ ସାପ ହଁ କହିସାଇଲି। ହଁ, ସେଇଟା ସମସ୍ତଙ୍କର ନାଗରେ କେମିତି ମନା କରୁଛନ୍ତି? ମନେଇବା ପାଇଁ ବହୁତ ପ୍ରକାର ଅଛି ଖାଇବା କିଣିକି ନେଇ ଆସିବା ଯାହା ଚଏସ୍ ଜିନିଷ ସେଇଟା ନେଇ ଆସିବା ସରିଲା ସେତିକି ଭାଇ ଆପଣଙ୍କ ଜୀବନ ଏଜ୍ ଏତେ କମ୍ ଲାଗୁଛି ନାଇଁ ହେଇନି ରିଲ୍ସରେ ଦେଖିବାକୁ ବହୁତ ଭଲ ଭଲ ମାନେ ଇଏ ଦିଅନ୍ତି ବାର୍ତ୍ତା ଦିଅନ୍ତି ଆପଣମାନେ ଖରାପ ରିଲ୍ସ କରନ୍ତି ଯାହା ବି ଦିଅନ୍ତି ଗୋଟେ ବାର୍ତ୍ତା ଯାଏ ହଜବେଣ୍ଡ ୱାଇଫ୍ ପାଇଁ ହଉ ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡ ପାଇଁ ଭଲ ଲାଗେ ମତେ। ଶୁଣନ୍ତୁ ଆପଣଙ୍କ ଆଇଡିଟା ବୋଧେ ରାଜନନ୍ଦିନୀ ବେଉରା ଆପଣଙ୍କ ଭାଇ ଆଇଡିର ମୋର ଅଛି ମିଷ୍ଟର ସ୍କାଏ ଭାଉଜଙ୍କର ଆଇଡିଟା ବହୁତ ଭାଇରାଲ ଆଚ୍ଛା ସିନେମାରେ ଆମେ ଦେଖିଛୁ ମାନେ ଏମାନେ ନିଶା ସେବନ କରୁଛନ୍ତି ହିରୋଇନ ମାନେ ହିରୋଇନ ନିଶା ସେବନ କରିକି ମାନେ ଯାଇକି ଆରେଷ୍ଟ ହଉଛି କାଠଗଡାକୁ ଯାଉଛି ତ ଆଜିକାଲି କଣ ଝିଅ ମାନେ ବେଶୀ ନିଶା ଦଉଛନ୍ତି? ଏବେ ଭାଇ ଆକ୍ଚୁଆଲି ମାନେ ଯେମିତି ସମାଜଟା ଯେମିତି ହେଇଗଲାଣି ଏବେ ବହୁତ ମାନେ ଝିଅ ହୁଅନ୍ତୁ ପୁଅ ହୁଅନ୍ତୁ ସମସ୍ତଙ୍କୁ ସେ ଇଏ କରୁଛନ୍ତି ତ ଆପଣମାନେ ଦେଖନ୍ତୁ ତାପରେ ଜାଣିପାରିବେ ଫିଲ୍ମ କେମିତି ହେଇଛି ତାପରେ ନିଶା କେମିତି ତା ଭିତରେ ସେ ଛଡଉଛନ୍ତି କେମିତି କଣ ହେଇଛି ସବୁ ଜିନିଷ ଆପଣ ଦେଖିଲେ ଜାଣିପାରିବେ ରିଅଲ ଲାଇଫରେ କେବେ ଦେଖିଛନ୍ତି କୋଉଠି କୋଉ ଝିଅ ସିଗାରେଟ ଟାଣିବା କି ହଁ ଏଇଟା ଦେଖିଛି ଆଗ ବହୁତ ଦେଖିଛି କାରଣ ଆମେ ତ ଯେହେତୁ ଭୁବନେଶ୍ୱରରେ ରହୁଛୁ ତ ଭୁବନେଶ୍ୱରରେ ସବୁବେଳେ ଏନି ଟାଇମ୍ କଣ ଦେଖିଛନ୍ତି ମାନେ ଭୁବନେଶ୍ୱରରେ ଦେଖନ୍ତୁ ଇଭେନ୍ କି ଆମ ଘର ହେଉଛି ବାଲିଯାତ୍ରା ପଡ଼ିଆ ପାଖରେ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ ପାଖରେ ଆମର ସେଠି ଅଲରେଡି କିଛିଟା ଅଛନ୍ତି ଝିଅମାନେ ଯେଉଁମାନେ କି ସନ୍ଧ୍ୟାବେଳେ ଆସନ୍ତି ମାନେ ଡ୍ରଗ୍ସ ଟାଇପ୍ର ଜିନିଷ ନିଶା ଟାଇପ୍ର ଇଏ କରନ୍ତି ଯୋଉଟା ଆମେ ଆଖିରେ ବି ଦେଖିଛୁ ବଟ୍ ଏବେ ସେ ସବୁ ଧୀରେ ଧୀରେ କମିଗଲାଣି ଅବଭିୟସଲି ଏଇଟା ଟ୍ରେଣ୍ଡ ହେଇଗଲାଣି କାରଣ ଏବେ ମାନେ ଓଡ଼ିଶାର ଜିନିଷକୁ କିଛି ଫଲୋ କରୁନାହାନ୍ତି ସବୁ ବାହାର ଜାଗାର ଜିନିଷକୁ ଫଲୋ କରିକି ଆଣୁଛନ୍ତି ଆଚ୍ଛା ମ୍ୟାଡାମ ଏଇ ଯୋଉ ପୁଅ ମାନେ ନିଶା ଖାଇଲେ ଠିକ ଅଛି କିନ୍ତୁ ଝିଅ ମାନେ ନିଶା ଖାଇଲା ବେଳେ ପୁଅ ମାନଙ୍କ ଦେହରେ ଯାଏ ମୋ ସ୍ୱାମୀ ତ ଖାଆନ୍ତିନି, ମୁଁ ଜାଣିନି, ମୁଁ ଆଉ କାହା କଥା କହିବି। ଏଇ ଯୋଉ ଝିଅ ମାନେ ସପୋର୍ଟ କରନ୍ତିନି କି? ହଁ ଯଦି ମରିବା ଭାଇ ଥିବ ତାହେଲେ ସ୍ତ୍ରୀ ମାନେ ସପୋର୍ଟ କରୁଛନ୍ତି, ବଞ୍ଚିବା ପାଇଁ ସିନା ସପୋର୍ଟ କରନ୍ତି। ଆଚ୍ଛା ଯଦି ଭାଇ ନିଶା ସେବନ କରନ୍ତି ତାହେଲେ ମେଡିସିନ କଣ ଭାଇ ରଖିଛନ୍ତି? ସେତିକି ଥାଉ, ଟାଇମ ହେଲା, ଭୋକ ଲାଗିଲାଣି। ଶେଷ ପ୍ରଶ୍ନ ଯଦି ଭାଇ ନିଶା ସେବନ କରନ୍ତି ତାହେଲେ ଆପଣଙ୍କ ପାଖରେ କଣ ଏମିତି ମେଡିସିନ ଅଛି ତାହେଲେ ଆମେ ଭାଇକି ଛାଡ଼ିଦେବା ଆପଣ କହିଦେବେ ନାଇଁ କରନ୍ତିନି, ଯିଏ ବୁଝିବା କଥା ବୁଝିବେ ଗୋଟେ କଥା କହିଦଉଛି କରନ୍ତିନି, ଯଦି ସେ କରନ୍ତି ମତେ ଦିନେ ପଚାରିଲେ ଯଦି ମୁଁ କରିକି ଆସେ ମୁଁ କିଛି ନାହିଁ ଗେଟ୍ ଖୋଲିଦେବି ତାଲା ଦେଇକି ଅଖା ଦେଇଦେବି ବାହାରେ ସବୁ ସକାଳ କଥା।